ନୂଆ ବର୍ଷ ପାଇଁ ନୂଆ ଉପହାର ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ଫରେଷ୍ଟର ଫରେଷ୍ଟ ଗାର୍ଡ଼ ଏବଂ ଏକ୍ସାଇଜ୍ କନେଷ୍ଟବଳ ତ 7 ଜାନୁଆରୀ 2026ରୁ ଆପଣଙ୍କର ଅନଲାଇନ୍ ଆପ୍ଲାଏ ଆରମ୍ଭ ହେବାକୁ ଯାଉଛି ଏବଂ 31 ତାରିଖ ପର୍ଯ୍ୟନ୍ତ ଆପଣମାନେ ଏହି ଫର୍ମଟିକୁ ଅନଲାଇନ୍ ମାଧ୍ୟମରେ ଆପ୍ଲାଏ କରିପାରିବେ। ତ ଆଗକୁ ଓଡ଼ିଶା ପୁଲିସ ଡିଷ୍ଟ୍ରିକ୍ଟ କନେଷ୍ଟବଳରେ ମଧ୍ୟ ବହୁତ ବଡ଼ ଭ୍ୟାକେନ୍ସି ଆସିବାକୁ ଯାଉଛି। ତ ସବୁକିଛି ସମ୍ପୂର୍ଣ୍ଣ ଭାବରେ ଜାଣିବା ଯେ କେଉଁ କ୍ୟାଡରରେ କେତେ ଭ୍ୟାକେନ୍ସି ଅଛି ଆପଣମାନେ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଭାବରେ ଦେଖନ୍ତୁ, ସବୁକିଛି ବୁଝିପାରିବେ। ଫରେଷ୍ଟର ଫରେଷ୍ଟ ଗାର୍ଡ଼ ଏକ୍ସାଇଜ୍ କନେଷ୍ଟବଳକୁ ନେଇକି ମୁଁ ଗୋଟେ ଡିଟେଲ୍ସରେ ଭିଡ଼ିଓ ଅପଲୋଡ଼ କରିଥିଲି ତାର ରିକ୍ରୁଟମେଣ୍ଟ ପ୍ରୋସେସ୍ ବିଷୟରେ। ତ ଏହି ଭିଡ଼ିଓରେ ଜାଣିବା ଯେ କେଉଁ କ୍ୟାଡରରେ କେତେ ଭ୍ୟାକେନ୍ସି ରହିଛି। ପ୍ରଥମେ ଜାଣିବା ଫରେଷ୍ଟର। ତ ଫରେଷ୍ଟରରେ ଯେଉଁ ଟୋଟାଲ୍ ଉପରେ ଭ୍ୟାକେନ୍ସି ରହିଛି 47ଟି ଭ୍ୟାକେନ୍ସି ରହିଛି। ଆପଣମାନେ ଦେଖିପାରୁଥିବେ ଟୋଟାଲ୍ ଉପରେ ଫରେଷ୍ଟରରେ 47ଟି ଭ୍ୟାକେନ୍ସି ରହିଛି। ତ ଅନୁଗୁଳ ଟେରିଟୋରିଆଲ ସାର୍କିଲରେ ଆପଣମାନେ ଦେଖିପାରୁଥିବେ ଟୋଟାଲ୍ ଉପରେ 8ଟି ଭ୍ୟାକେନ୍ସି ରହିଛି। ତାପରେ ରହିଛି ବାରିପଦାରେ ରହିଛି ଗୋଟିଏ, ବ୍ରହ୍ମପୁରରେ ରହିଛି 15, କୋରାପୁଟରେ ରହିଛି 4ଟି, ରାଉରକେଲାରେ ରହିଛି 7ଟି, ସମ୍ବଲପୁର ଟେରିଟୋରିଆଲ ସାର୍କିଲରେ ରହିଛି ଆପଣଙ୍କର 12ଟି। ତ ଟୋଟାଲ୍ ଉପରେ 47ଟି ଭ୍ୟାକେନ୍ସି ରହିଛି। ତାପରେ ଜାଣିବା ଫରେଷ୍ଟ ଗାର୍ଡ଼। ତ ପ୍ରଥମେ ରହିଛି ଅନୁଗୁଳ ଡିଭିଜନରେ ଯେଉଁ ରହିଛି 22ଟି, ତାପରେ ଅନୁଗୁଳ କେଆଇ ଡିଭିଜନ କ୍ୟାଡରରେ ରହିଛି 2ଟି, ତାପରେ ଆଠଗଡ଼ରେ ରହିଛି 17ଟି, ତାପରେ ଆଠମଲ୍ଲିକ ଡିଭିଜନ କ୍ୟାଡରରେ ରହିଛି 16ଟି, ତାପରେ ଆଠମଲ୍ଲିକ କେଆଇ ଡିଭିଜନ କ୍ୟାଡର ରହିଛି ଗୋଟିଏ, ବାଲେଶ୍ୱର ଡବ୍ଲ୍ୟୁଆଇ ଡିଭିଜନ କ୍ୟାଡର ରହିଛି 22ଟି, ତାପରେ ରହିଛି ବାଲିଗୁଡ଼ାରେ 6ଟି, ତାପରେ ବାମାରାରେ ରହିଛି 18ଟି, ବରଗଡ଼ ଡିଭିଜନ କ୍ୟାଡର ରହିଛି 14ଟି, ବାରିପଦା ଡିଭିଜନ କ୍ୟାଡର ରହିଛି 19ଟି, ବ୍ରହ୍ମପୁର ଡିଭିଜନ କ୍ୟାଡର ରହିଛି 13ଟି, ତାପରେ ରହିଛି ଭଦ୍ରକ ଡବ୍ଲ୍ୟୁଆଇ ଡିଭିଜନ କ୍ୟାଡର ରହିଛି ଗୋଟିଏ, ଭବାନୀପାଟଣା କେଆଇ ଡିଭିଜନ କ୍ୟାଡର ରହିଛି 2ଟି, ବଲାଙ୍ଗୀର ଡିଭିଜନ କ୍ୟାଡର ରହିଛି 22ଟି, ବଣାଇ ଡିଭିଜନ କ୍ୟାଡର ରହିଛି 22ଟି, ବୌଦ୍ଧ ଡିଭିଜନ କ୍ୟାଡର ରହିଛି 21ଟି, ବୌଦ୍ଧ କେଆଇ ଡିଭିଜନ କ୍ୟାଡର ରହିଛି ଗୋଟିଏ, ତାପରେ ରହିଛି ଚନ୍ଦକା ଡବ୍ଲ୍ୟୁଆଇ ଡିଭିଜନ କ୍ୟାଡର ରହିଛି 7ଟି, ଚିଲିକା ଡବ୍ଲ୍ୟୁଆଇ ଡିଭିଜନ କ୍ୟାଡର ରହିଛି 15ଟି। ପାରୁଥିବେ ସିଟି ଫରେଷ୍ଟ ଡିଭିଜନ କ୍ୟାଡର ରହିଛି 19ଟି, କଟକ ଡିଭିଜନ କ୍ୟାଡର ରହିଛି 10ଟି, ଦେଓଗଡ଼ ଡିଭିଜନ କ୍ୟାଡର ରହିଛି 33ଟି, ତାପରେ ରହିଛି କଟକ ଡିଭିଜନ କ୍ୟାଡର ରହିଛି 2ଟି, ତାପରେ ଢେଙ୍କାନାଳ ଡିଭିଜନ କ୍ୟାଡର ରହିଛି 23ଟି, ତାପରେ ରହିଛି ନନ୍ଦନକାନନ ଡିଭିଜନ କ୍ୟାଡର ରହିଛି 6ଟି, ତାପରେ ଗୁମସୁର ନର୍ଥ ଡିଭିଜନ କ୍ୟାଡର ରହିଛି 12ଟି, ଗୁମସୁର ସାଉଥ ଡିଭିଜନ କ୍ୟାଡର ରହିଛି 22ଟି, ହୀରାକୁଦ ଡବ୍ଲ୍ୟୁଆଇ ଡିଭିଜନ କ୍ୟାଡର ରହିଛି 4ଟି, ଜୟପୁର ଡିଭିଜନ କ୍ୟାଡର ରହିଛି 13ଟି, ଜୟପୁର କେଆଇ ଡିଭିଜନ କ୍ୟାଡର ରହିଛି ଗୋଟିଏ, ଝାରସୁଗୁଡ଼ା ଡିଭିଜନ କ୍ୟାଡର ରହିଛି 20ଟି, କଳାହାଣ୍ଡି ନର୍ଥ ଡିଭିଜନ କ୍ୟାଡର ରହିଛି 31ଟି, କଳାହାଣ୍ଡି ସାଉଥ ଡିଭିଜନ କ୍ୟାଡର ରହିଛି 27ଟି, ତାପରେ ରହିଛି କରଞ୍ଜା ଡିଭିଜନ କ୍ୟାଡର ରହିଛି 2ଟି, କେଉଁଝର ଡିଭିଜନ କ୍ୟାଡର ରହିଛି 26ଟି, କେଉଁଝର କେଆଇ ଡିଭିଜନ କ୍ୟାଡର ରହିଛି 3ଟି, ତାପରେ ରହିଛି ଖରିଆର ଡିଭିଜନ କ୍ୟାଡର ରହିଛି 8ଟି, ତାପରେ ରହିଛି ଖରିଆର ଡିଭିଜନ କ୍ୟାଡର ରହିଛି ଗୋଟିଏ, ଖୋର୍ଦ୍ଧା ଡିଭିଜନ କ୍ୟାଡର ରହିଛି 3ଟି, କୋରାପୁଟ ଡିଭିଜନ କ୍ୟାଡର ରହିଛି 25ଟି, ମହାନଦୀ ଡବ୍ଲ୍ୟୁଆଇ ଡିଭିଜନ କ୍ୟାଡର ରହିଛି 12ଟି, ମାଲକାନଗିରି ଡିଭିଜନ କ୍ୟାଡର ରହିଛି 12ଟି, ନବରଙ୍ଗପୁର ଡିଭିଜନ କ୍ୟାଡର ରହିଛି 30ଟି, ନବରଙ୍ଗପୁର କେଆଇ ଡିଭିଜନ କ୍ୟାଡର ରହିଛି 2ଟି, ତାପରେ ନୟାଗଡ଼ ଡିଭିଜନ କ୍ୟାଡର ରହିଛି 14ଟି, ପଦମପୁର କେଆଇ ଡିଭିଜନ କ୍ୟାଡର ରହିଛି ଗୋଟିଏ, ପାଳାଖେମୁଣ୍ଡି ଡିଭିଜନ କ୍ୟାଡର ରହିଛି 24ଟି, ତାପରେ ରହିଛି ଓଡ଼ିଶା ସାର୍କିଲ କ୍ୟାଡର ରହିଛି 2ଟି, ତାପରେ ରହିଛି ଓଡ଼ିଶା ସାର୍କିଲ କ୍ୟାଡର PCCFରେ ରହିଛି ଗୋଟିଏ, ତାପରେ ଫୁଲବାଣୀ ଡିଭିଜନ କ୍ୟାଡର ରହିଛି 8ଟି, ଫୁଲବାଣୀ କେଆଇ ଡିଭିଜନ କ୍ୟାଡର ରହିଛି 4ଟି, ପୁରୀ ଡବ୍ଲ୍ୟୁଆଇ ଡିଭିଜନ କ୍ୟାଡର ରହିଛି 8ଟି, ଡିଭିଜନ କ୍ୟାଡର ରହିଛି 11ଟି, ରେରାଖୋଲ କେଆଇ ଡିଭିଜନ କ୍ୟାଡର ରହିଛି ଗୋଟିଏ, ତାପରେ ରାଇରଙ୍ଗପୁର ଡିଭିଜନ କ୍ୟାଡର ରହିଛି 29ଟି, ରାଜନଗର ଡବ୍ଲ୍ୟୁଆଇ ଡିଭିଜନ କ୍ୟାଡର ରହିଛି 8ଟି, ତାପରେ ରାୟଗଡ଼ା ଡିଭିଜନ କ୍ୟାଡର ରହିଛି 39ଟି, ରାଉରକେଲା ଡିଭିଜନ କ୍ୟାଡର ରହିଛି 6ଟି, ସମ୍ବଲପୁର ଡିଭିଜନ କ୍ୟାଡର ରହିଛି 15ଟି, ତାପରେ ରହିଛି ସାତକୋଶିଆ ଡବ୍ଲ୍ୟୁଆଇ ଡିଭିଜନ କ୍ୟାଡର ରହିଛି 14ଟି, ଶିମିଳିପାଳ ନର୍ଥ ଡବ୍ଲ୍ୟୁଆଇ ଡିଭିଜନ ରହିଛି 17ଟି, ଶିମିଳିପାଳ ସାଉଥ ଡବ୍ଲ୍ୟୁଆଇ ଡିଭିଜନ କ୍ୟାଡର ରହିଛି 31ଟି, ତାପରେ ରହିଛି ଭୁବନେଶ୍ୱର ଡିଭିଜନ କ୍ୟାଡର ରହିଛି 11ଟି, ତାପରେ ରହିଛି ସୁବର୍ଣ୍ଣପୁର ଡିଭିଜନ କ୍ୟାଡର ରହିଛି 8ଟି, ତାପରେ ରହିଛି ସୁନାବେଡ଼ା ଡବ୍ଲ୍ୟୁଆଇ ଡିଭିଜନ କ୍ୟାଡର ରହିଛି 3ଟି, ତାପରେ ରହିଛି ସୁନ୍ଦରଗଡ଼ ଡିଭିଜନ କ୍ୟାଡର ରହିଛି 42ଟି, ଟିଟିଲାଗଡ଼ କେଆଇ ଡିଭିଜନ କ୍ୟାଡର ରହିଛି 3ଟି। ଟୋଟାଲ ଉପରେ ଫରେଷ୍ଟ ଗାର୍ଡ଼ ଯେଉଁ ଭ୍ୟାକେନ୍ସି ରହିଛି ଅଲ୍ କ୍ୟାଡର ମିଶିକି ଆପଣମାନେ ଦେଖିପାରୁଥିବେ 896ଟି ଭ୍ୟାକେନ୍ସି ରହିଛି ଏବଂ ଟୋଟାଲ ଉପରେ ଏକ୍ସ ସର୍ଭିସମାନଙ୍କ ପାଇଁ 22ଟି ପଦବୀ ରହିଛି ଫରେଷ୍ଟ ଗାର୍ଡ଼ ପାଇଁ। ତାପରେ ଜାଣିବା ଏକ୍ସାଇଜ୍ କନେଷ୍ଟବଳ ଭ୍ୟାକେନ୍ସି ଡିଟେଲ୍ସ ବିଷୟରେ। ଆପଣମାନେ ଦେଖିପାରୁଥିବେ ପ୍ରଥମେ ରହିଛି ଅନୁଗୁଳରେ ରହିଛି ଟୋଟାଲ ଉପରେ 21ଟି, ବଲାଙ୍ଗୀରରେ ରହିଛି 23ଟି, ବାଲେଶ୍ୱରରେ ରହିଛି
38, তারপরে বরগড় রয়েছে 7টি, ভদ্রকরে রয়েছে 16টি, বৌদ্ধরে রয়েছে 17টি, কটকরে রয়েছে 39টি, দেওগড় রয়েছে 12টি, ঢেঙ্কানাল রয়েছে 16টি, গজপতিরে রয়েছে 14টি, গঞ্জাম রয়েছে 26টি, জগতসিংহপুরে রয়েছে 14টি, যাজপুরে রয়েছে 25, ঝারসুগুড়া রয়েছে 21টি, কଳାହାଣ୍ଡିରେ রয়েছে 12, কন্ধমাଳରେ রয়েছে 21, কেন্দ্রাপড়ায় রয়েছে 17, কেউঝরে রয়েছে 33, খোর্ধারে রয়েছে 30। তারপরে কোরাপুটে রয়েছে 12, মালকানগিরিরে 12, তারপরে ময়ূরভঞ্জে রয়েছে 29টি, নবরঙ্গপুরে রয়েছে 16টি, নয়াগড় রয়েছে 11টি, নোয়াপড়া রয়েছে 8টি, পুরী রয়েছে 18টি, রায়গড়া রয়েছে 16টি, সম্বলপুরে 33, সুবর্ণপুরে 10, সুন্দরগড় রয়েছে 8টি। তো টোটাল উপরে এক্সাইজ কনস্টেবলରେ ଯେଉଁ ଭ୍ୟାକେନ୍ସି ରହିଛି ଟୋଟାଲ ଉପରେ 575ଟି ଭ୍ୟାକେନ୍ସି ରହିଛି। ଏକ୍ସ ସର୍ଭିସମାନଙ୍କ ପାଇଁ 13ଟି ଭ୍ୟାକେନ୍ସି ରହିଛି। ଏହି ଫର୍ମଟିକୁ ଆପଣମାନେ ଜାନୁଆରୀ 7 ତାରିଖଠୁ ଆପଣମାନେ ଏହି ଫର୍ମଟିକୁ ଅନଲାଇନ୍ ମାଧ୍ୟମରେ ଆପ୍ଲାଏ କରିପାରିବେ। ତ ଏଇଟା ହେଲା ଅଫିସିଆଲ୍ ନୋଟିସ୍, ଆପଣମାନେ ସମସ୍ତେ ଜାଣିସାରିଥିବେ। ଏବଂ ଯେଉଁଦିନ ଏହି ଅଫିସିଆଲ୍ ନୋଟିସ୍ ଆସିଲା ମୁଁ ସେଦିନ ମଧ୍ୟ ଆପଣଙ୍କୁ ଜଣାଇଥିଲି ଯେ ଆପଣମାନେ ସମସ୍ତେ ରେଡ଼ି ରୁହନ୍ତୁ। 7 ତାରିଖ ଦିନଠୁ ଆପଣମାନେ ଏହି ଫର୍ମଟିକୁ ଅନଲାଇନ୍ ମାଧ୍ୟମରେ ଆପ୍ଲାଏ କରିପାରିବେ। ଯଦି ଭିଡ଼ିଓଟି ଭଲ ଲାଗିଲା ଆପଣମାନେ ନିହାତି ଭାବରେ ଭିଡ଼ିଓଟିକୁ ଗୋଟେ ଲାଇକ୍ କରିଦେବେ, ସବସ୍କ୍ରାଇବ୍ କରିଦେବେ। ଆଗକୁ ମଧ୍ୟ ଆପଣମାନେ ଆମ ଏହି ଚ୍ୟାନେଲ୍ ତରଫରୁ ନୂଆ ନୂଆ ନୋଟିଫିକେସନ୍ ପାଇପାରିବେ।